ସୁନ୍ଦର ସ୍ୱାସ୍ଥ୍ୟର ସହଜ ଉପାୟ ପଡକାଷ୍ଟ ସିରିଜ୍ର ନବମ ଅଧ୍ୟାୟକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ଗତ ଅଧ୍ୟାୟରେ ଆମମାନେ ଆଲୋଚନା କରିଥିଲେ ହବିଷାନ୍ନ, ପଖାଳ ଭାତ ଏବଂ ଖେଚୁଡ଼ି ବିଷୟରେ। ଆଜି ଚାଲନ୍ତୁ ଡାଲି ବିଷୟରେ ଅଧିକ କିଛି ଜାଣିବା। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଡାଲି ଖାଇବା ଉପରେ ବିଶେଷ ଜୋର ଦେଇଛନ୍ତି। ଶ୍ରୀ ଶ୍ରୀ ଠାକୁର କହନ୍ତି ଡାଲି ଭିତରେ ପ୍ରଚୁର ପ୍ରୋଟିନ୍ ଥାଏ। ଶ୍ରୀ ଶ୍ରୀ ଠାକୁର କହନ୍ତି ମୁଗ ପୁଷ୍ଟିକର, ପୁଣି ନର୍ଭକୁ ମଧ୍ୟ ରେସ୍ପନ୍ସିଭ୍ କରେ। ଜଣେ ଭକ୍ତ ଶ୍ରୀ ଶ୍ରୀ ଠାକୁରଙ୍କୁ ପଚାରିଲେ ଡାଲି ଭିତରେ ପେଟ ପାଇଁ ଥଣ୍ଡା କେଉଁଟା? ଶ୍ରୀ ଶ୍ରୀ ଠାକୁର କହିଲେ ମୁଗ ଡାଲିର ସବୁ ଗୁଣ ଭଲ, ହେଲେ ଦୋଷ ଟିକିଏ ହେଉଛି ଏହା ବାୟୁ କରେ। କଞ୍ଚା ମୁଗ ହିଁ ଭଲ, ଭଜା ମୁଗଟା ତାଠାରୁ ଟିକିଏ ଖରାପ। ଆମେ ଜାଣିଲେ ଯେ ମୁଗ ଡାଲିରେ ପ୍ରଚୁର ନ୍ୟୁଟ୍ରିସନ୍ ଅଛି, କିନ୍ତୁ ଏହା ଟିକେ ବାୟୁ କରାଏ, ସେଥିପାଇଁ କଞ୍ଚା ମୁଗଟା ସବୁଠାରୁ ଭଲ। ଆପଣମାନଙ୍କର ମନେ ଥିବ ଗତ ଅଧ୍ୟାୟରେ ମୁଁ ଶ୍ରୀ ଶ୍ରୀ ଠାକୁରଙ୍କର ଗୋଟିଏ କଥା ଉଲ୍ଲେଖ କରିଥିଲି। ଆମେ ଯଦି ମୁଗ ଡାଲିରେ ଖେଚୁଡ଼ି ତିଆରି କରନ୍ତି ତାହେଲେ ସେଥିରେ ଟିକେ ଅଦା ମହୁରି ଦେବା ଉଚିତ, କାରଣ ମୁଗ ଡାଲିର ଖେଚୁଡ଼ି ଖାଇଲେ ପେଟରେ ବାୟୁ ହେବାର ସମ୍ଭାବନା ଥାଏ। ସେ ଭକ୍ତ ଜଣକ ଶ୍ରୀ ଶ୍ରୀ ଠାକୁରଙ୍କୁ ପୁଣି ପଚାରିଲେ ଡାଲି କେମିତି କରି ରାନ୍ଧିବା ଭଲ? ଶ୍ରୀ ଶ୍ରୀ ଠାକୁର କହିଲେ ସାଧାରଣତଃ ଟିକିଏ ବହଳିଆ ଡାଲିଟା ହିଁ ଭଲ। ପେଟ ଖରାପ ହେଲେ ଡାଲିର ପାଣିଟା ଭଲ। ଡାଲି ଭଲ ଭାବରେ ସିଝିବା ଦରକାର। ଆଉ ଦିନେ ଶ୍ରୀ ଶ୍ରୀ ଠାକୁର କହିଲେ ମଟର ବା ମୁଗ ଡାଲି ଅଧା ଏବଂ ରାଶି ବଟା ଅଧା ଗୋଟିଏ କପଡ଼ାରେ ବାନ୍ଧି ଭାତ ରାନ୍ଧିବା ସମୟରେ ଭାତ ଭିତରେ ଛାଡ଼ି ଦେଇ ସିଝିଗଲା ପରେ କାଢ଼ି ଟିକିଏ ଘିଅ ବା ତେଲ, ଲୁଣ ଓ କଞ୍ଚା ଲଙ୍କା ଦେଇ ଖାଇବାକୁ ଭଲ ଲାଗେ। ଏଇଟା ବେଶ୍ ପୁଷ୍ଟିକର ମଧ୍ୟ। ପେଟ ଭଲ ନଥିଲେ ଏଇଟା ଖାଇବା ଉଚିତ ନୁହେଁ। ସୁସ୍ଥ ଅବସ୍ଥାରେ ଏଇଟା କୋଷ୍ଠ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରେ। ଶ୍ରୀ ଶ୍ରୀ ଠାକୁର କହନ୍ତି ବିରିରେ ନ୍ୟୁଟ୍ରିସନ୍ ଅଛି, ତେବେ ଏହା ଖୁବ୍ ସାତ୍ତ୍ୱିକ ନୁହେଁ। ନର୍ଭ ଓ ବ୍ରେନ୍କୁ ସେତେଟା ରେସ୍ପନ୍ସିଭ୍ କରେ ନା। ଆଜି ଡାଲି ବିଷୟରେ କିଛି ଜାଣିଲେ, ଆଗାମୀ ଅଧ୍ୟାୟରେ ଆଉ କିଛି ଖାଦ୍ୟ ବିଷୟରେ ଜାଣିବା। ନମସ୍କାର।